ଛୁଟି ଆମେ ଦେଇଛୁ। ଆମେ ଏସବୁ ବିଷୟରେ ଆମେ ସାବଧାନ ହେବା। ଗୋଟେ ପଦ ପଢିବା ଆମେ। ମୋ ସହିତ ଆପଣ ମାନେ ପଢିବେ ପ୍ରକାଶିତ ପୁସ୍ତକ 22 ଅଧ୍ୟାୟ 18-19 ପଦ ପଢିବା। ପ୍ରକାଶିତ ପୁସ୍ତକ 22 ଅଧ୍ୟାୟ 18-19 ପଦ। ଯେଉଁମାନେ ଏହି ପୁସ୍ତକର ଭାବବାଣୀ ସବୁ ଶ୍ରବଣ କରନ୍ତି ସେମାନଙ୍କର ପ୍ରତ୍ୟେକ ଜଣକୁ ମୁଁ ସାକ୍ଷ୍ୟ ଦେଇ କହୁଅଛି, କେହି ଯଦି ଏହି ସବୁ ସଙ୍ଗରେ କିଛି ଯୋଗ କରେ ତେବେ ଏହି ପୁସ୍ତକରେ ଲିଖିତ କ୍ଲେଶ ଗୁଡିକ ଈଶ୍ୱର ତାହା ପ୍ରତି ଘଟାଇବେ। ପୁଣି କେହି ଯଦି ଏହି ଭାବବାଣୀ ପୁସ୍ତକ କୌଣସି ବାକ୍ୟ ଲୋପ କରେ ତେବେ ଈଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନ ବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ। ଆମେ ଏଠି କିଛି ଯୋଗ କରିପାରିବା ନାହିଁ, ବିয়োଗ କରିପାରିବା ନାହିଁ। ଏଇଟା ମନେ ରଖନ୍ତୁ। ଏଇଟା ଯୋଉଟା ବାଇବଲରେ ନାହିଁ, ଯୋଉଟା ପ୍ରେରିତ ମାନେ ପାଳନ କଲେ ନାହିଁ, ଯୋଉଟା ଆମର ଚର୍ଚ୍ଚ ଫାଦର ମାନେ ଯୋଉଟା କରିନାହାନ୍ତି, ସେଇ ସବୁ ବିଷୟ ଗୁଡିକ ଯଦି ଆମେ ଆମର ପରମ୍ପରାରେ, ଆମର ପର୍ବପର୍ବାଣୀରେ, ଆମର ଚର୍ଚ୍ଚ ଭିତରକୁ ଯଦି ଆମେ ଧରି ଆସିବା, କେତେ ସିରିୟସ ବିଷୟ। ସେ କହୁଛନ୍ତି ଯଦି ଏହି ପୁସ୍ତକରେ କିଏ କିଛି ଯୋଗ କରେ, କିଛି ମିଶାଇ ଦିଏ, ଆମକୁ ଯଦି କିଏ ପଚାରିବେ, ଆଜ୍ଞା ସାଣ୍ଟା କ୍ଲଜ ବାଇବଲରେ ଟିକେ ଦେଖାନ୍ତୁ, ଆପଣ ଦେଖେଇ ପାରିବେ ନାହିଁ। ଖ୍ରୀଷ୍ଟମାସ ଟ୍ରି ଆପଣ ଦେଖାନ୍ତୁ, ଆପଣ ଦେଖେଇ ପାରିବେ ନାହିଁ। ଏମିତି ବହୁତ ବିଷୟ ଗୁଡିକ ଯୋଉଟା କି ନାହିଁ, ସେ ସବୁ ଗୁଡିକକୁ ଯୋଗ କରାଯାଉଛି। ସେଥିପାଇଁ ଆମେ ଏଇ ସବୁ ବିଷୟ ଗୁଡିକ ସାବଧାନ ହେବା କଥା। ଆମେ ଖ୍ରୀଷ୍ଟମାସରେ ଖ୍ରୀଷ୍ଟଙ୍କୁ ଆମେ ପ୍ରାୟୋରିଟି ଦେବାର ଅଛି। ଖ୍ରୀଷ୍ଟଙ୍କୁ ସବୁଠାରୁ ଉପରେ ଆମେ ରଖିବାର ଅଛି। ପ୍ରିୟମାନେ, ବାଇବଲରେ ଲେଖାଯାଏ ଆମର ପରମେଶ୍ୱର ତାଙ୍କର ଗୌରବ କାହାକୁ ଦେବେ ନାହିଁ। ଏଇଟା ତାଙ୍କର ସମସ୍ୟା। ସେ ସୁସ୍ଥତା ମାଗିଲେ ସୁସ୍ଥତା ଦେବେ, ଆଶୀର୍ବାଦ ମାଗିଲେ ଆଶୀର୍ବାଦ ଦେବେ, ଅଭିଷେକ ମାଗିଲେ ଅଭିଷେକ ଦେବେ, ମାତ୍ର ତାଙ୍କର ଗୌରବ ସେ କାହାକୁ ଦେବେ ନାହିଁ। ସେ ତାଙ୍କର ଗୌରବ ଆମେ ସାଣ୍ଟା କ୍ଲଜକୁ ଦଉଛୁ, ତାଙ୍କର ଗୌରବ ଆମେ ଖ୍ରୀଷ୍ଟମାସ ଟ୍ରିକୁ ଦଉଛୁ, ତାଙ୍କର ଗୌରବ ଆମେ ତାରାକୁ ଦଉଛୁ। ଓଡିଶା ଘର ଲୋକ ସହିତ ଆମର ପଡୁନଥିବ, ମାତ୍ର ଖ୍ରୀଷ୍ଟମାସ ସମୟ ଉପରେ ବଡ ତାରା ଲଗେଇଥିବୁ ଆମେ। ସେ କହୁଥିବେ କି ତାରା ଏଇଟା? ସେ ତାରା ତ ଯୀଶୁଙ୍କ ପାଖକୁ ଲୋକମାନଙ୍କୁ ନେଇକିନା ପଳେଇଲା। ଏଇଟା କୋଉ ପ୍ରକାର ତାରା ତୁମେ ଲଗେଇଛ? ଏଇଟା ଏଇ ପ୍ରକାର ତାରା କଣ କରୁଛି ଏଇଟା? ସେଥିପାଇଁ ଆମେ ଚର୍ଚ୍ଚରେ ମୁଁ କହିଲି, ଏଇ ଯୋଉ କାଗଜ ଆହୁରି ସେ ଯୋଉ ଲାଇଟର ତାରା ଆମକୁ ଦରକାର ନାହିଁ। ଆପଣ ମାନେ ହଉଛନ୍ତି ତାରା। ଆପଣ ମାନେ ଆପଣଙ୍କର ସାହିର, ଆପଣଙ୍କର ଘରର, ଆପଣଙ୍କର ସମାଜର ଆପଣ ଗୋଟେ ଗୋଟେ ଷ୍ଟାର ଅଟନ୍ତି। ସେ କାଗଜର ଷ୍ଟାର ଆମକୁ ଦରକାର ନାହିଁ। ଦେଖନ୍ତୁ ଅନେକ ଖ୍ରୀଷ୍ଟିଆନ ଘରେ ଏବେ ଗତ ବର୍ଷ ଆମେ ଦେଖୁଥିଲୁ ଆମ କୋରାପୁଟରେ ମେନ୍ ରୋଡ ସାଇଡରେ ଗୋଟେ ମଦ ଦୋକାନ ଅଛି। ସେ ମଦ ଦୋକାନ ଉପରେ ମଧ୍ୟ ଗୋଟେ ଷ୍ଟାର ଲାଗି ଯାଇଛି। ବୋଲେ କଣ, ସେ ମଦ ଦୋକାନରେ ମଧ୍ୟ ଗୋଟେ ଷ୍ଟାର ଲଗେଇ ଦେଇଛନ୍ତି ସେମାନେ। ପ୍ରିୟମାନେ, ଆମମାନେ ଶିକ୍ଷିତ ଖ୍ରୀଷ୍ଟିଆନ ମାନେ, ପରମେଶ୍ୱର ଆମ ହସ୍ତରେ ବାଇବଲ ଦେଇଛନ୍ତି, ଆଉ ଆମେ ସେଇ ବାଇବଲକୁ ପଢିବା। ଆଉ ଯୋଉ ବିଷୟ ବହୁତ ଇମ୍ପୋର୍ଟାଣ୍ଟ, ଖ୍ରୀଷ୍ଟମାସରେ ଖ୍ରୀଷ୍ଟ ଏକା ଇମ୍ପୋର୍ଟାଣ୍ଟ। ଖ୍ରୀଷ୍ଟ ଛଡା ଆହୁରି କେହି ଇମ୍ପୋର୍ଟାଣ୍ଟ ନାହିଁ। ସେଇ ପରମେଶ୍ୱରଙ୍କୁ ଆମେ ସବୁବେଳେ ଉପରେ ରଖିବା। ଏବେ କହିବେ ଖ୍ରୀଷ୍ଟ ମାସ ବା ଖ୍ରାଇଷ୍ଟ ମାସ, ଆମେ ତାହାକୁ ଆମେ ଏମିତି କହିପାରିବା, ଆମେ ଖ୍ରାଇଷ୍ଟ ମଷ୍ଟ। ଖ୍ରାଇଷ୍ଟ ମଷ୍ଟ ମାନେ ଖ୍ରୀଷ୍ଟ ଯେମିତି ହେଲେ ଦରକାର କା, ନିହାତି ସିଏ ଏକା ମଷ୍ଟ, ଏକ୍ସମାସ ନାହିଁ। ଏଇଟା ହଉଛି ଖ୍ରାଇଷ୍ଟ ମଷ୍ଟ। ଏଇଟା ଯେମିତି ହେଲେ ଆମକୁ ଖ୍ରୀଷ୍ଟ ଦରକାର। ଖ୍ରୀଷ୍ଟ ବିହୁନେ ଆମେ ଖ୍ରୀଷ୍ଟମାସ ଆମେ କରିବାଟା ଏହା ମୂର୍ଖାମୀ ଅଟେ। ସେଥିପାଇଁ ଏଇ ଖ୍ରୀଷ୍ଟମାସରେ ଆମେ ଆମର ଖ୍ରୀଷ୍ଟଙ୍କୁ ଆମେ ସବୁଠୁ ଉପରେ ରଖିବା। ସେ ଯେଉଁ ଉଦ୍ଦେଶ୍ୟରେ ଏଇ ଧରାପୃଷ୍ଠକୁ ଆସିଲେ, ସେଇ ଉଦ୍ଦେଶ୍ୟକୁ ଆମେ ସଫଳ କରିବା, ତାହେଲେ ଆମ ପାଇଁ ଭଲ ହେବ। ଯୋଉ ଦିନଠୁ ଆମେ ଜାଣିଲୁ, ଆମେ ସେଇ ଦିନଠୁ ଆମେ ଖ୍ରୀଷ୍ଟ କଣ ପାଇଁ ଜଗତକୁ ଆସିଲେ ସେଇଟା ଆମେ କରୁଛୁ। ଆମମାନେ ଆମମାନଙ୍କର 25 ଡିସେମ୍ବରରେ ଆମର ଚର୍ଚ୍ଚ ସାମ୍ନାରେ ଆମେ ଚର୍ଚ୍ଚର ସବୁ ଭାଇ ଭଉଣୀ ମାନେ ସମସ୍ତେ ଆମେ ଗ୍ୟାଦରିଂ ହେବୁ। ଗ୍ୟାଦରିଂ ହେଲା ପରେ ଆମେ ପାଖାପାଖି ମୋର ଦେନ୍ 100 ମିଠା ପ୍ୟାକେଟ ଆମେ କିଣିଥିବୁ। ଆମେ ତା ସହିତ ଗସ୍ପେଲ ଟ୍ରାକ୍ ଥିବ। ଆମେ ଆମ ସାହିରେ 100 ଜଣରୁ ଅଧିକ ଅଣଖ୍ରୀଷ୍ଟିଆନ ପରିବାର ମାନେ ଅଛନ୍ତି। ଆମେ ପ୍ରକୃତ ଖ୍ରୀଷ୍ଟମାସ ଆମେ ଚର୍ଚ୍ଚରେ ଆମେ କରୁନୁ, ଆମେ ଫାଷ୍ଟରେ ଯାଉ ସେମାନଙ୍କୁ ଖ୍ରୀଷ୍ଟମାସର ଗ୍ରିଟିଂସ ଦଉ। ଆମେ ଏଇଟା ହଉଛି ସୁସମାଚାର ପ୍ରଚାର କରିବାର ସମୟ। ଆମେ ଖ୍ରୀଷ୍ଟମାସ ସମୟରେ ସୁସମାଚାର ପ୍ରଚାର କଲେ ଆମକୁ କେହି କିଛି କରିବେ ନାହିଁ।
କେହି ଗାଳି ମଧ୍ୟ କରିବେନି। ଆଜି ଆମର ପର୍ବ, ଆଜି ଆମର ପ୍ରଭୁ ଆସିଥିଲେ, ସେଇ ଖୁସିରେ ଲୋକଙ୍କୁ ଆମେ ଗସ୍ପେଲ ଦଉଛୁ, ଲୋକଙ୍କୁ ଆମେ ସୁସମାଚାର ଦଉଛୁ, ଲୋକଙ୍କୁ ଆମେ ଯୀଶୁଙ୍କ ବିଷୟରେ ଆମେ ଜଣାଉଛୁ। ଏଇଟା ହଉଛି ସୁସମାଚାର ପ୍ରଚାର କରିବାର ସମୟ। ଯୀଶୁଖ୍ରୀଷ୍ଟ କଣ ପାଇଁ ଜଗତକୁ ଆସିଥିଲେ ତାହା ଲୋକମାନଙ୍କୁ ଜଣେଇବାର ସମୟ ଏଇଟା। ଯଦି ଆମେ ଏଇ ବିଷୟକୁ ଆମେ ଏତେ ଯଦି ଗୁରୁତ୍ୱପୂର୍ଣ୍ଣ ଭାବରେ ଧ୍ୟାନ ଦେଇଥାନ୍ତୁ, ତାହେଲେ ଆମେ 3% ଖ୍ରୀଷ୍ଟିଆନ ହେଇକିନା ଆମେ ଭାରତରେ ରହିନଥାନ୍ତୁ। ଆମେ କାହିଁକି ମାଇନରିଟି ଭାବରେ ଆମେ ଅଛୁ? କାରଣ ଆମର ସବୁ କାର୍ଯ୍ୟକ୍ରମ ଗୁଡିକ ଆମର ଚର୍ଚ୍ଚ ବାଉଣ୍ଡରୀ ଭିତରେ, ଚର୍ଚ୍ଚ କ୍ୟାମ୍ପସ ଭିତରେ, ଚର୍ଚ୍ଚ କ୍ୟାମ୍ପସ ବାହାରେ ଆମେ ଯାଉନାହୁଁ, କି ସୁସମାଚାର ଆମେ ପ୍ରଚାର ଆମେ କରୁନାହୁଁ, ଆମେ ଅନ୍ୟକୁ ଯୀଶୁଙ୍କ ବିଷୟରେ ଆମେ ଜଣାଉନାହୁଁ। ଆମେ ଆମର ଚର୍ଚ୍ଚ କ୍ୟାମ୍ପସ ବାହାରେ ଯଦି ଆମେ ପ୍ରୋଗ୍ରାମ ଯାକ କରିବା, ଲୋକମାନେ ପ୍ରଭୁଙ୍କ ନିକଟକୁ ଆସିପାରିବେ। 52 AD ପ୍ରଭୁଙ୍କ ଦାସ ଥୋମା ଭାରତକୁ ଆସିଲେ। ପ୍ରଥମ ଶତାବ୍ଦୀରେ ହିଁ ସୁସମାଚାର ଭାରତକୁ ପଳାଇ ଆସିଲା। ମାତ୍ର ଆମେରିକା, ୟୁରୋପ ସେଠି 16ଶ ଶତାବ୍ଦୀରେ ଗଲା। ମାତ୍ର ସେମାନେ ଆଜି ଖ୍ରୀଷ୍ଟିଆନ ଦେଶ, ମାତ୍ର ଆଜି ଆମେ ମାଇନରିଟି ଭାବରେ ଆମେ ଭାରତରେ ଆମେ ଅଛୁ। ଆମେ ଏ ଖ୍ରୀଷ୍ଟମାସ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁଥିପାଇଁ ଆସିଲେ, ତାଙ୍କ ଆସିବାର ଉଦ୍ଦେଶ୍ୟ, ସେଇଟାକୁ ଆମେ ସଫଳ ଯଦି ଆମେ କରିବା, ତାହେଲେ ଆମମାନଙ୍କ ନିମନ୍ତେ ବହୁତ ବହୁତ ଭଲ ହେବ। ଗୋଟେ ପଦ ପଢିବା, ଆମେ ମୋ ସହିତ ପଢିବେ ପ୍ରଥମ ତିମୋଥୀ 1 ଅଧ୍ୟାୟ 15 ପଦ। ମୁଁ ପଢିବି କି ନା ପଢନ୍ତୁ? ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତରେ ଅବତୀର୍ଣ୍ଣ ହେଲେ, ଏହି ବାକ୍ୟ ବିଶ୍ୱାସ ଓ ସର୍ବତ ଭାବେ ଗ୍ରହଣ ଯୋଗ୍ୟ। ସେହି ପାପୀମାନଙ୍କ ମଧ୍ୟରେ ମୁଁ ପ୍ରଧାନ। ପାଉଲ ହଉଛନ୍ତି ପ୍ରେରିତ, ଆଉ ତିମୋଥୀ ହଉଛନ୍ତି ପାଳକ। ପ୍ରେରିତ ପାଳକଙ୍କୁ ଶିଖାଉଛନ୍ତି ଖ୍ରୀଷ୍ଟମାସ ମାନେ କଣ, ଯୀଶୁ ଖ୍ରୀଷ୍ଟ କାହିଁକି ଜଗତକୁ ଆସିଥିଲେ। ଯୀଶୁ ଖ୍ରୀଷ୍ଟ ପର୍ବ ଦେବା ପାଇଁ ଆସିଲେ ନାହିଁ। ଯୀଶୁ ଖ୍ରୀଷ୍ଟ ଆମକୁ କୌଣସି ପ୍ରକାର ଭାବରେ ମଜା ମଜଲିସ କରିବା ପାଇଁ ସେ ଆସିଲେ ନାହିଁ। ଆମକୁ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି ଜଗତକୁ ଆସିଥିଲେ, ସେଇ କଥା ପାଉଲ, ସେ ହଉଛନ୍ତି ସିନିୟର ଲିଡର, ଆଉ ଜୁନିୟର ଲିଡରକୁ ସେ ଶିଖାଉଛନ୍ତି। ଆମେ ସେଇଟା ଶିଖେଇବାର ଆବଶ୍ୟକ ରହିଛି। ଏବେ ସିନିୟର ଲିଡର ମାନେ ଜୁନିୟର ଲିଡରକୁ ଶିଖେଇବାର ଅଛି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି ଜଗତକୁ ଆସିଥିଲେ, ତାଙ୍କୁ ଜଗତକୁ ଆସିବାକୁ କାହିଁକି ପଡିଲା, ଜଗତକୁ ଆସିବାର ଉଦ୍ଦେଶ୍ୟ କଣ, ଏଇଟା ସେ ତାଙ୍କର ଜୁନିୟର ଲିଡରକୁ ଶିଖାଉଛନ୍ତି। ଆମର କାମ ଏଇଟା। ମୁଁ ଯଦି ବାପା, ମୋର ପୁଅ ଝିଅକୁ ମୁଁ ଶିଖେଇବି, ପୁଅରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି ଜଗତକୁ ଆସିଲେ, ଝିଅ ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି ଜଗତକୁ ଆସିଲେ, ଏଇଟା ଆମେ ଶିଖେଇବାର ଆବଶ୍ୟକ ରହିଛି। ଆମେ ଶିଖେଇବାରେ ଆମେ ବିଫଳ ହେଇଛୁ, ଯାହା ଦ୍ୱାରା କି ଆମେ ଟିକେ ଭୁଲ ମାର୍ଗକୁ ଯାଉଛୁ। ଯାହା ଯାହା ଇମ୍ପୋର୍ଟାଣ୍ଟ ନାହିଁ, ସେଇ ବିଷୟକୁ ଆମେ ଇମ୍ପୋର୍ଟାଣ୍ଟ ଦଉଛୁ। ଆମେ ଘର ଚୂନ ମାରିବା ଦରକାର, କାରଣ ଆମେ ପ୍ରଭୁଙ୍କର ଲୋକ, ସଫାସୁତୁରା ଆମେ ରହିବା। ନୂଆ ପୋଷାକ ମଧ୍ୟ ଆମକୁ ଦରକାର, ସେଇଟା ମଧ୍ୟ ଆମେ କିଣିବା। ଆଉ ଆମେ ପିଠାପଣା ମଧ୍ୟ କରିବା, ଆମେ ଖାଇବା, ଅନ୍ୟକୁ ଆମେ ଦେବା। ମାତ୍ର ମୁଖ୍ୟ ଉଦ୍ଦେଶ୍ୟ କଣ, ଯେ ଯୀଶୁ ଖ୍ରୀଷ୍ଟ କାହିଁକି ଜଗତକୁ ଆସିଥିଲେ? ଆମକୁ ପର୍ବ ଦେବା ପାଇଁ ନାହିଁ, ଆମକୁ କୌଣସି ପ୍ରକାର ଭାବେ ଗିଫ୍ଟ ଦେବା ପାଇଁ ନାହିଁ, ଯେ ପାପୀ ମାନଙ୍କୁ ପରିତ୍ରାଣ କରିବା ନିମନ୍ତେ। ଆନନ୍ଦ କଣ ପାଇଁ? ଆମେ କାହିଁକି ଆନନ୍ଦ କରୁଛୁ? କାହିଁକି ଆମେ କେରସ ଗୀତ ଆମେ ଗାଉଛୁ? କାହିଁକି ଆମେ ମିଠା ଖାଉଛୁ? ଆମେ କାହିଁକି ନୂଆ ଡ୍ରେସ ପିନ୍ଧୁଛୁ? କାରଣ ମୁଁ ଜଣେ ପାପୀ ଥିଲି, ମୁଁ ନର୍କ ଆଡକୁ ଯାଉଥିଲି, ମୋର ଜୀବନ ଖରାପ ଥିଲା, ଆମେ ସ୍ୱାମୀ ସ୍ତ୍ରୀଙ୍କର ପଡୁନଥିଲା, ମୋ ପାଟିରେ ପାନ, ପୁଡିଆ, ଖଇନି, ମଦ ସବୁବେଳେ ଲାଗି ରହୁଥିଲା। ମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ମତେ ପରିତ୍ରାଣ କରୁଛନ୍ତି, ସେଇଟା ମୋର ଆନନ୍ଦ, ସେଇଟା ମୋର ଖୁସି। ମୁଁ ପାପୀ ଥିଲି, ସେ ମତେ ପରିତ୍ରାଣ କରିବା ପାଇଁ ଏଇ ଜଗତକୁ ଆସିଲେ, ଆଉ ମତେ ସେ ପରିତ୍ରାଣ କଲେ। ପରିତ୍ରାଣ ପ୍ରାପ୍ତ ପାପୀ ସେ ଖୁସି ଓ ଆନନ୍ଦରେ ସେ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ସେଥିପାଇଁ କହିଲେ ଯେ ତ୍ରାଣକର୍ତ୍ତା ଜଗତକୁ ଆସିଲେ। ଏହା ସମସ୍ତଙ୍କ ନିମନ୍ତେ ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର। କଣ? ତ୍ରାଣକର୍ତ୍ତା, ଉଦ୍ଧାରକାରୀ, ରକ୍ଷାକର୍ତ୍ତା। ଆମେ ସମ୍ପୂର୍ଣ୍ଣ ଭାବରେ ପାପରେ ବୁଡିଥିଲୁ, ଆମକୁ ଜଣେ ଉଦ୍ଧାରକର୍ତ୍ତା ପ୍ରଭୁ ଆମକୁ ଯୋଗାଇଲେ। ପ୍ରିୟମାନେ, ଯଦି ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିନଥାନ୍ତେ, ତାହେଲେ ଆମର ଅବସ୍ଥା କଣ ହେଇଥାନ୍ତା? କଣ ହେଇଥାନ୍ତା? ଆମେ ଏଇ ଦେଶରେ ଯୋଉ ପ୍ରକାର ଭାବରେ
ଦଳିତ ଅବସ୍ଥାରେ ଲୋକମାନଙ୍କ ଠାରେ ଆମମାନେ ହରିଜନ ଆଦିବାସୀ ତୁଚ୍ଛ ଅବସ୍ଥାରେ ଆମେ ଥିଲୁ। ଆମର ଏଇ ଅବସ୍ଥାକୁ କିଏ ପରିବର୍ତ୍ତନ କରିଥାନ୍ତା? କିଏ ନାହିଁ, ପ୍ରଭୁ ହିଁ ପରିବର୍ତ୍ତନ କଲେ। ସେଇଟାକୁ ଆମେ ବଞ୍ଚେଇ ରଖିବାର ଆବଶ୍ୟକ ରହିଛି। ସେ କହୁଛନ୍ତି ପାପୀ ମାନଙ୍କୁ ପରିତ୍ରାଣ କରିବା ନିମନ୍ତେ। ପାପୀ ମାନଙ୍କୁ କଣ କରିବା ନିମନ୍ତେ ସେ ଆସିଲେ, ଏଇ କଥା ଆମେ ଏ ଖ୍ରୀଷ୍ଟମାସ ସମୟରେ ଆମେ ସମସ୍ତଙ୍କୁ କହିବାର ଅଛି। ଖ୍ରୀଷ୍ଟମାସ ସମୟରେ ଲୋକମାନେ ଆଣ୍ଠେଇବାର ଅଛି, ମୋର ପରିତ୍ରାଣ ଜାନୁଆରୀ ମାସ ଡିସେମ୍ବର ମାସ 1999 ମସିହାରେ ହେଲା। ଲୋକମାନେ ଯୋଉ ସମୟରେ ପର୍ବପର୍ବାଣୀରେ ମାତିଥିଲେ, ସେଇ ସମୟରେ ମୁଁ ଡିସେମ୍ବର ମାସରେ ମୁଁ ଚର୍ଚ୍ଚକୁ ଯାଇଥିଲି। ମୁଁ ଆଗରେ କେବେ ଚର୍ଚ୍ଚ ଯିବାର ନାହିଁ। 1999 ମସିହା ଡିସେମ୍ବର ମାସରେ ମୁଁ ଚର୍ଚ୍ଚକୁ ଯାଇଥିଲି, ଆଉ ସେଇ ଚର୍ଚ୍ଚରେ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମୋ ଜୀବନର ତ୍ରାଣକର୍ତ୍ତା ଭାବେ ଗ୍ରହଣ କଲି। ଆଉ ସେଥିପାଇଁ ମୋ ପାଇଁ ଏ ଡିସେମ୍ବର ମାସ ହଉଛି ପରିତ୍ରାଣ ମାସ, ଉଦ୍ଧାରର ମାସ, ଲୋକମାନଙ୍କୁ ସୁସମାଚାର କହିବାର ମାସ, ଆତ୍ମା ଲାଭ କରିବାର ମାସ। ଆଜି ଅନେକ ଆମର ପରିବାରରେ ମଧ୍ୟ ଅଛନ୍ତି ଯୋଉମାନେ କି ପରିତ୍ରାଣ ପାଇନାହାନ୍ତି। ଏଇଟା ହଉଛି ସେଇ ମାସ ଯୋଉ ମାସରେ କି ଅନେକ ଲୋକ ପ୍ରଭୁଙ୍କୁ ନିଜ ଜୀବନର ତ୍ରାଣକର୍ତ୍ତା ଭାବେ ଗ୍ରହଣ କରିବେ। ପ୍ରିୟମାନେ, ଆମମାନଙ୍କର ରିଜରେକ୍ସନ ଡେ, ଆମମାନଙ୍କର ଗୁଡ ଫ୍ରାଇଡେ, ତାଠାରୁ ମଧ୍ୟ ଇମ୍ପୋର୍ଟାଣ୍ଟ ଡେ ହେଲା ଆମମାନଙ୍କର ଖ୍ରୀଷ୍ଟମାସ। ଖ୍ରୀଷ୍ଟମାସ ନଥାନ୍ତା ତାହେଲେ ରିଜରେକ୍ସନ ହେଇନଥାନ୍ତା, ଖ୍ରୀଷ୍ଟମାସ ନଥାନ୍ତା ତାହେଲେ ଗୁଡ ଫ୍ରାଇଡେ କିଛି ହେଇନଥାନ୍ତା। ପରମେଶ୍ୱରଙ୍କର ମହାଦୟା, ସ୍ୱର୍ଗର ପରମେଶ୍ୱର ସେ ମାନବ ରୂପ ଧାରଣ କରି ଏ ଧରା ପୃଷ୍ଠକୁ ଆସିଲେ। କଣ ପାଇଁ ଆସିଲେ? ଆସିବାର ମୁଖ୍ୟ ଉଦ୍ଦେଶ୍ୟ, ମାନବ ଜାତି ପରମେଶ୍ୱରଙ୍କ ଠାରୁ ଦୂରକୁ ହେଇ ନରକ ଆଡକୁ ସେମାନେ ପଳେଇ ଯାଉଛନ୍ତି। କୁହନ୍ତୁ, ଅଧିକ ଲୋକ ନରକକୁ ଯାଉଛନ୍ତି ନା ଅଧିକ ଲୋକ ସ୍ୱର୍ଗକୁ ଯାଉଛନ୍ତି? ଅଧିକ ଲୋକ ନରକ ଆଡକୁ ଚଉଡା ରାସ୍ତାରେ ବହୁତ ଜଣ ଯାଉଛନ୍ତି। ସେମାନଙ୍କୁ ରକ୍ଷା କରିବା ପାଇଁ ଆମର ପ୍ରଧାନମନ୍ତ୍ରୀଙ୍କ ପାଖରେ କିଛି ମେସେଜ ନାହିଁ, ଆମର ମୁଖ୍ୟମନ୍ତ୍ରୀ ପାଖରେ କିଛି ମେସେଜ ନାହିଁ, କି ଆମମାନଙ୍କ ଜିଲ୍ଲାପାଳ ପାଖରେ ମଧ୍ୟ କିଛି ମେସେଜ ନାହିଁ। ମେସେଜ ମୋ ପାଖରେ ଅଛି, ଆପଣଙ୍କ ପାଖରେ ଅଛି। ଆମେ ପଦେ କଥା କହିବା, ଲୋକମାନେ ନରକରୁ ରକ୍ଷା ପାଇପାରିବେ। ଏଇଟା ଆମର ମେସେଜ ରହିବାର ଅଛି। ପାପୀ ମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଅବତୀର୍ଣ୍ଣ କଲେ, ଏହା ଇସ୍ରାଏଲରେ ହିଁ ଗ୍ରହଣ ଯୋଗ୍ୟ ତାହା ନୁହେଁ, ଏହା ଆମେରିକାରେ ହିଁ ଗ୍ରହଣ ଯୋଗ୍ୟ ତାହା ନୁହେଁ, ଏହା ସବୁ ଜାଗାରେ ଗ୍ରହଣ ଯୋଗ୍ୟ। କାରଣ ଅନ୍ୟ କୌଣସି ପରିତ୍ରାଣ କର୍ତ୍ତା ନାହାନ୍ତି, କେବଳ ଗୋଟିଏ ପରିତ୍ରାଣ କର୍ତ୍ତା। ପଢିବା ପ୍ରେରିତ ପୁସ୍ତକ 4:12। ତାହାଙ୍କ ଛଡା ଆଉ କାହାଠାରେ ପରିତ୍ରାଣ ନାହିଁ, କାରଣ ଯାହା ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ। ଦିଆଯାଇନାହିଁ। ଯଦି ଅନ୍ୟ କୌଣସି ନାମ ଦିଆଯାଇଥାନ୍ତା ତାହେଲେ ଆପଣମାନେ କୁହନ୍ତୁ, ପୂର୍ବ ଦେଶର ପଣ୍ଡିତ ମାନେ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ କାହିଁକି ଆସିଥାନ୍ତେ? କାହିଁକି ଆସିଥାନ୍ତେ? ଆସିବାକୁ ପଡିନଥାନ୍ତା। ସେମାନେ ପୂର୍ବ ଦେଶରେ, ସେମାନେ ପଣ୍ଡିତ ମାନେ, ସେମାନେ ପୂର୍ବ ଦେଶରେ ସେମାନେ ପରିତ୍ରାଣ ପାଇଥାନ୍ତେ। ତାଙ୍କର ଦେଶରେ ସବୁ ଅଛି, ଜ୍ଞାନ ଅଛି, ବୁଦ୍ଧି ଅଛି, ଧନ ଅଛି, ସମ୍ପତ୍ତି ଅଛି, ସବୁ ଅଛି, ମାତ୍ର ପରିତ୍ରାଣ ନାହିଁ। ପରିତ୍ରାଣ କର୍ତ୍ତା ବେଥଲିମର ଗୁହାଳ ଘରେ ଜନ୍ମ ଗ୍ରହଣ କଲେ। ସେଥିପାଇଁ ସେ ପୂର୍ବ ଦେଶର ପଣ୍ଡିତ ମାନେ ଖୋଜି ଖୋଜି ଆସିଲେ। ସେ କହିଥାନ୍ତେ ନାଇଁ ନାଇଁ, ଆମର ଚୀନରେ ବି ପରିତ୍ରାଣ କର୍ତ୍ତା ଅଛନ୍ତି, ଆମମାନଙ୍କର ଜାପାନରେ ବି ଅଛନ୍ତି, ଆମମାନଙ୍କ ଭାରତରେ ବି ଅଛନ୍ତି। ନାଇଁ ନାଇଁ, କୋଉଠି ନାହାନ୍ତି। ସେଥିପାଇଁ ସେଇ ପଣ୍ଡିତ ମାନେ ତାରା ଦେଖି ଖୋଜି ଖୋଜି, ବାଇବଲ ବିଦ୍ୱାନ ମାନେ କହନ୍ତି, ଏ ପଣ୍ଡିତ ମାନେ ବର୍ଷେ 6 ମାସ ରୁ ସେମାନେ ସେ ତାରାକୁ ଦେଖି ଖୋଜି ଖୋଜି ଖୋଜି, ଏ ତାରା କଣ ପାଇଁ ଉଦିତ ହେଇଛି ସେ ଖୋଜି 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 ଯୀଶୁଙ୍କୁ ଅନ୍ୱେଷଣ କରି ଯୀଶୁଙ୍କ ନିକଟକୁ ପଳେଇ ଆସିଲେ। ସେମାନେ ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ସେ ପଣ୍ଡିତ ମାନେ ଖ୍ରୀଷ୍ଟମାସ ଟ୍ରି କୁ ପ୍ରାୟୋରିଟି ଦେଲେ ନାହିଁ, କି ସାନ୍ତା କ୍ଲଜ କୁ ପ୍ରାୟୋରିଟି ଦେଲେ ନାହିଁ। ପଣ୍ଡିତ ମାନେ ଯୀଶୁଙ୍କୁ ପ୍ରାୟୋରିଟି ଦେଲେ, ଯୀଶୁଙ୍କୁ ହିଁ ପ୍ରାୟୋରିଟି ଦେଲେ। ପଣ୍ଡିତ ମାନେ ହେରୋଦଙ୍କ ରାଜପ୍ରସାଦରେ ପଳେଇଗଲେ, ମାତ୍ର ରାଜପ୍ରସାଦରେ ଆରାଧନା କଲେ ନା। ପ୍ରିୟମାନେ, ଅନେକ ସମୟରେ ଆମେ ପଣ୍ଡିତ ହେଲେ ମଧ୍ୟ ହେରୋଦଙ୍କର ଚର୍ଚ୍ଚ ଭିତରେ ଆମେ ପଶିଯାଉ। ସେଇଟା ଅସୁବିଧା। ସେଇଟା ହେରୋଦଙ୍କର ସହଭାଗିତାକୁ ପଳେଇ ଯାଉ ଆମେ। ମାତ୍ର ସେଇ ଜାଗାରେ
ସେମାନେ ସେଇ ଚର୍ଚ୍ଚରେ ସେଇ ଫେଲୋସିପ ରେ ଅଛନ୍ତି। ହେରୋଦଙ୍କର ଚର୍ଚ୍ଚରେ ଫେଲୋସିପ ରେ ବହୁତ ବଡ ବଡ ଜ୍ଞାନୀ ମାନଙ୍କୁ ହେରୋଦ ଡାକିଲେ। ସେମାନେ ତାଙ୍କ ଶାସ୍ତ୍ର ଧରିକିନା ଆସୁଛନ୍ତି ଆଉ ସେମାନେ ସେମାନେ ଲୋକମାନଙ୍କୁ ଶିକ୍ଷା ଦଉଛନ୍ତି ଯୀଶୁ ଖ୍ରୀଷ୍ଟ କେଉଁଠି ଜନ୍ମଗ୍ରହଣ ହେବା କଥା। ଏଇ ମେସେଜ ବହୁତ ପ୍ରଚାର ଚାଲିଛି। ମାତ୍ର ଯୀଶୁ ଖ୍ରୀଷ୍ଟ କେଉଁଠି ଜନ୍ମଗ୍ରହଣ ହେବା ସେଟା ବଡ କଥା ନୁହେଁ। ବଡ କଥା କଣ, ଯୀଶୁ ଖ୍ରୀଷ୍ଟ କାହିଁକି ଜନ୍ମଗ୍ରହଣ ହେଲେ, ଏଇଟା ଆମେ ଲୋକଙ୍କୁ କହିବାର ଅଛି। ଯୀଶୁ ଖ୍ରୀଷ୍ଟ କାହିଁକି ଜନ୍ମଗ୍ରହଣ ହେଲେ, ସେଇ ସ୍ଥାନରେ ବଢିଆ ମିଟିଂ ଚାଲିଛି। ବଡ ବଡ ଯାଜକ ମାନେ ଆସି ସେମାନେ ଶାସ୍ତ୍ର ବାହାର କରି ପୁରା ଗଭୀର ଗଭୀର ବିଷୟ ଗୁଡିକ ଶିକ୍ଷା ଦଉଛନ୍ତି। ମାତ୍ର ସେଇ ସ୍ଥାନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାହାନ୍ତି। ଦେଖନ୍ତୁ, ହେରୋଦ ଯେତେବେଳେ ପ୍ରଥମ ତାର ଖ୍ରୀଷ୍ଟମାସ ପାଳନ କରୁଛନ୍ତି, କଣ ଅଛନ୍ତି? ପଣ୍ଡିତ ମାନେ ଅଛନ୍ତି, ଉପରେ ତାରା ଅଛନ୍ତି, ବିଦ୍ୱାନ ମାନେ ଅଛନ୍ତି, ଡକ୍ଟରେଟ କରିଥିବା ଅନେକ ବାଇବଲ ପଣ୍ଡିତ ଶାସ୍ତ୍ରୀ ମାନେ ଅଛନ୍ତି, ଯାଜକ ମାନେ ଅଛନ୍ତି। ସେଠି କିଏ ନାହାନ୍ତି? ସେଠି ଯୀଶୁ ଖ୍ରୀଷ୍ଟ ନାହାନ୍ତି। ଆଜି ଅନେକ ହେରୋଦଙ୍କର ଖ୍ରୀଷ୍ଟମାସ ପାଳନ କରୁଛନ୍ତି, ଯୋଉ ଖ୍ରୀଷ୍ଟମାସରେ କି ଯୀଶୁ ଖ୍ରୀଷ୍ଟ ନାହାନ୍ତି। ସେଥିପାଇଁ ସେଇ ସ୍ଥାନରେ ପଣ୍ଡିତ ମାନେ ରହିଗଲେ ନାହିଁ। ମୁଁ କହୁଛି, ଯେଉଁ ସ୍ଥାନରେ ଯୀଶୁଙ୍କ ପାଇଁ ସ୍ଥାନ ନାହିଁ, ସେଇ ଖ୍ରୀଷ୍ଟମାସର ଆମେ ଅଂଶୀ କାହିଁକି ହେବା? ଆମେ ପଣ୍ଡିତ ମାନେ ସେମାନେ ସେଇ ସ୍ଥାନ ଛାଡିଦେଲେ। ସେଇ ସ୍ଥାନ ଛାଡିଲେ ଆଉ କଣ କରୁଛନ୍ତି ଦେଖିବା ମାଥ୍ୟୁ ଟିକେ। ଦଶ ପଦ 2 ଅଧ୍ୟାୟ। ସେହି ଦ୍ୱାଦଶ ଆଜ୍ଞା 10 ପଦରୁ 2। ମାଥ୍ୟୁ 2 ଅଧ୍ୟାୟ 10 ପଦ। ଆଜ୍ଞା। ସେମାନେ ତାରା ଦେଖି ମହାନନ୍ଦରେ ଅତିଶୟ ଆନନ୍ଦିତ ହେଲେ। ହେଲେ ପଢନ୍ତୁ। ଆଉ ଗୃହ ଭିତରକୁ ଯାଇ ଶିଶୁଙ୍କୁ ତାହାଙ୍କ ମାତା ମରିୟମଙ୍କ ସଙ୍ଗରେ ଦେଖିଲେ ଓ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ପୁଣି ଆପଣା ଆପଣା ପେଡି ଫିଟାଇ ସୁନା, କୁନ୍ଦୁରୁ ଓ ଗନ୍ଧରସ ତାହାଙ୍କୁ ଦର୍ଶନ ଦେଲେ। ପରେ ହେରୋଦଙ୍କ ହଁ, ନିକଟକୁ ସେତିକି ଥାଉ। ଏଇ ପଣ୍ଡିତ ମାନେ ହେରୋଦଙ୍କର ସେ ଖ୍ରୀଷ୍ଟମାସ ସେଲିବ୍ରେସନରେ ରହିଗଲେ ନାହିଁ। କିଏ ରହିଗଲେ? ହେରୋଦ ରହିଗଲେ। କିଏ ରହିଗଲେ? ସେଇ ସ୍ଥାନର ପ୍ରଧାନ ଯାଜକ ଶାସ୍ତ୍ରୀ ମାନେ ରହିଗଲେ। ମାତ୍ର ଏମାନେ କହିଲେ ନାହିଁ, ଯୀଶୁ ଥିବା ଖ୍ରୀଷ୍ଟମାସ ମତେ ଦରକାର। ସେଥିପାଇଁ ସେମାନେ ହେରୋଦଙ୍କର ରାଜମହଲ ମଧ୍ୟ ଛାଡିଦେଲେ। ଏଇଟା ଟିକେ ଆମେ ମନେ ରଖିବା। ଯୋଉ ସ୍ଥାନରେ ଯୀଶୁ ନାହାନ୍ତି, ରାଜମହଲ ହେଲେ ମଧ୍ୟ ସେଇ ସ୍ଥାନରେ ଆପଣ ରୁହନ୍ତୁ ନାହିଁ। ଆପଣଙ୍କ ଜୀବନ ବଦଳିବ ନାହିଁ, ଆପଣଙ୍କର ସ୍ୱଭାବ ବଦଳିବ ନାହିଁ। ସେମାନେ ସେ ଛାଡିଦେଲେ। ସେମାନେ ଛାଡି ଦେଇ ସେମାନେ ତାରାଙ୍କର ପଛରେ ଚାଲିଲେ। ସେ ଷ୍ଟାର ଯୋଉ ଡିଭାଇନ ଭାବରେ ତାଙ୍କୁ କଢେଇ ନଉଛି, ସେଇ ଷ୍ଟାରର ପଛରେ ଗଲେ। ସେ ଷ୍ଟାର ପଛରେ ଯାଉ ଯାଉ ସେଇ ତାରାଟା ଉପଯୁକ୍ତ ସ୍ଥାନରେ ନେଇ ସେମାନଙ୍କୁ ପହଞ୍ଚେଇ ଦେଲେ। ପହଞ୍ଚେଇ ଦଉ ଦଉ ହେରୋଦଙ୍କର ରାଜମହଲରେ ସେମାନେ ଆରାଧନା କଲେ ନାହିଁ। ହେରୋଦଙ୍କ ରାଜମହଲରେ କାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ ନାହିଁ। ସେମାନେ କହିଲେ, ହେରୋଦଙ୍କ ରାଜମହଲ ଭଲ ଅଛି, ମାତ୍ର ଶ୍ରୀ ଯୀଶୁ ନାହାନ୍ତି। ଏଇଟା ଗୁହାଳ ଘର, ମୋ ପାଇଁ କି ଯାଏ ଆସେ ନାହିଁ। ଏଇଟା ମୋ ପାଇଁ ବହୁତ ବଡ ବଡ ବିଷୟ। ମୁଁ ଏମିତି ଗୋଟେ ଚର୍ଚ୍ଚ ମୁଁ ଖୋଜେ, ଏମିତି ଗୋଟେ ଫେଲୋସିପ ଖୋଜେ। ଗୁହାଳ ଘର ହେଉ, ମାତ୍ର ଯୀଶୁ ରହିବାର ଅଛି। ସେଇଟା ଇମ୍ପୋର୍ଟାଣ୍ଟ। ଆମେ ଆଜି ବଡ ବଡ ଦେଖୁ, ଆମେ ବଡ ଚର୍ଚ୍ଚ। ବଡ ଚର୍ଚ୍ଚ ମାନେ କଣ? ବଡ କାନ୍ଥ, ବଡ ଘର, ବଡ ବିଲ୍ଡିଂ। ସେଇଟା ବଡ ନାହିଁ। ଆମର ପରମେଶ୍ୱର ହିଁ ବଡ, ପ୍ରଭୁ ହିଁ ବଡ ଅଟନ୍ତି। ଏଇଟା ଏମିତି ଗୋଟେ ଖ୍ରୀଷ୍ଟମାସ, ଯୋଉ ଖ୍ରୀଷ୍ଟମାସରେ ଆମେ ଯୀଶୁଙ୍କୁ ଆମେ ପ୍ରାୟୋରିଟି ଦେବାର ଆବଶ୍ୟକ ରହିଛି। ସେଥିପାଇଁ ଆକାଶ ତଳେ ଆଉ କୌଣସି ନାମ ଦିଆଯାଏ ନାହିଁ। ସେଥିପାଇଁ ଏଇ ଯୋଉ ପଣ୍ଡିତ ମାନେ ସେମାନେ ଖୋଜି 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 ଆସୁଛନ୍ତି, ଖୋଜି 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 ଆସୁଛନ୍ତି। ଆଉ ସେମାନେ ପାଇଗଲେ। ସେମାନେ କୋଉଠି ପାଇଗଲେ? ସେ ବେଥଲିୟମର ଗୁହାଳ ଘରେ ଯୀଶୁ ଖ୍ରୀଷ୍ଟ ଶୋଇଛନ୍ତି। ସେମାନେ ସେଇ ସ୍ଥାନରେ ଭୂମିଷ୍ଠ ପ୍ରଣାମ କରୁଛନ୍ତି। କିଏ କରୁଛନ୍ତି? ପଣ୍ଡିତ ମାନେ। ପ୍ରିୟମାନେ, ଯୀଶୁଙ୍କୁ ପ୍ରଥମେ କିଏ ବର୍ଷିପ କରିଥିଲେ? ମୂର୍ଖମାନେ କରିନଥିଲେ।
ଜ୍ଞାନୀ ପଣ୍ଡିତ ମାନେ ସେମାନେ କହିଥିଲେ। ପ୍ରଭୁଙ୍କର ଗୌରବ ହଉ। ଆମେ ଦେଖନ୍ତୁ ଖ୍ରୀଷ୍ଟମାସ ସମୟରେ ସମସ୍ତଙ୍କ ପାଇଁ ନୂଆ ପୋଷାକ ଥିବ। କିଏ ସମ୍ବଲପୁରୀ ପିନ୍ଧିଥିବେ, କିଏ ପାଟ ପିନ୍ଧିଥିବେ, କିଏ ମସ୍ତ କଷ୍ଟଲି କଷ୍ଟଲି ଜିନ୍ ପିନ୍ଧିଥିବେ, 3 ତଳା 4 ତଳା ସୁନା ପିନ୍ଧିଥିବେ, ହାତରେ ଗୋଟେ 20-25 ହଜାର ଟଙ୍କାର ମୋବାଇଲ ଥିବ। ମାତ୍ର ଆରାଧନା କେମିତି? କୋଉ ପ୍ରକାର ଆମେ ଆରାଧନା କରୁଛୁ? ତାଳି ମଧ୍ୟ କେମିତି? ସାଉଣ୍ଡଲେସ୍ ତାଳି ଆମକୁ ଆକା ଜଣା। ଏମିତି ତାଳି ଆମେ ମାରିବୁ, ମଶା ବି ମରିବ ନାହିଁ, ମାଛି ବି ମରିବ ନାହିଁ। ମାତ୍ର ଆମ ଖ୍ରୀଷ୍ଟମାସ ଆଣ୍ଠୁ ମଧ୍ୟ ତଳେ ଲାଗିବ ନାହିଁ। ଯଦି କୁହାଯିବ ଟିକେ ଛିଡା ହେଇ ପ୍ରଭୁଙ୍କର ଆରାଧନା କରିବା ବୋଲି କହିଲେ ଟିକେ ପଛରେ ବସିଥିଲେ ଲୁଚି ମଧ୍ୟ ଯାଇ ହେବ। ସେମିତି ଆମେ ପଛରେ ମଧ୍ୟ ଆମେ ବସିବୁ। ଆହୁରି ଆମେ ଖ୍ରୀଷ୍ଟମାସ ଆମେ ପାଳନ କରୁଛୁ। এই ପଣ୍ଡିତ ମାନଙ୍କର ଆରାଧନା ଦେଖନ୍ତୁ, ଭୂମିଷ୍ଠ ପ୍ରଣାମ, ଏଇଟା ୱର୍ସିପ। ଏଇଟା ଖ୍ରୀଷ୍ଟମାସରେ ଖ୍ରୀଷ୍ଟଙ୍କୁ ଆରାଧନା କରିବାର ଅଛି। ଖ୍ରୀଷ୍ଟଙ୍କର ୱର୍ସିପ। ସ୍ତ୍ରୀ ସମାଜଙ୍କର ଦାୟିତ୍ୱ ଥିବ ଖ୍ରୀଷ୍ଟମାସ ଟ୍ରି ସଜେଇବାଟା। ଦୁଇ ଭଉଣୀଙ୍କର ପଡୁନଥିବ, ହେଲେ ମଧ୍ୟ ସିଏ ଆଡେ ମୁହଁ କରି ସିଏ, ଇଆଡେ ମୁହଁ କରି ସିଏ, ସେମାନେ ସଜଉଥିବେ। ସେମାନେ ଆହୁରି କଣ ନାଇଁ, ବଡ ଦିନ ଆମର ଖ୍ରୀଷ୍ଟମାସ। ତମେ ତ ମିଶି ପାରୁନ। ଖ୍ରୀଷ୍ଟମାସ ହେଲା ଗୋଟେ ୟୁନିଟିର ପର୍ବ। ଏକତା ନଥିବ କି ଖ୍ରୀଷ୍ଟମାସ? ସେଟା ଖ୍ରୀଷ୍ଟମାସରେ ଆମର ୟୁନିଟି ରହିବାର ଆବଶ୍ୟକ ରହିଛି। ଚର୍ଚ୍ଚ ଭିତରେ ୟୁନିଟି ନାହିଁ, ଆମେ କି ଖ୍ରୀଷ୍ଟମାସ ପାଳନ କରିବୁ? ଆମେ ଡିସାଇଡ କରିବା। ଦେଖ ଯାହା ବି ମୁହଁ ଫୁଲାଫୁଲି ହେଲା, ଖ୍ରୀଷ୍ଟମାସ ପଳେଇ ଆସିଲା, ଆମେ ପରସ୍ପରକୁ କ୍ଷମା ଦେଇ ଆମେ ମିଶିଦେବା। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ ମିଶେଇବା ପାଇଁ ଆସିଲେ। ଏଇଟା ଆମର ଖ୍ରୀଷ୍ଟମାସ କି ନାହିଁ? ଏମିତି ଖ୍ରୀଷ୍ଟମାସ ଯଦି ଆମେ ପାଳନ କରିବା ତାହେଲେ କେତେ ବଢିଆ ହେବ। ଏମାନେ ସେଠି ଯାଉ ଖ୍ରୀଷ୍ଟଙ୍କୁ ପାଉଛନ୍ତି। କାହିଁକି ନା ପରିତ୍ରାଣ ଦରକାର, ଉଦ୍ଧାର ଦରକାର, ଆମକୁ ମନୋରଞ୍ଜନ ଦରକାର ନାହିଁ। ଆମକୁ ଡାଲି ଭାତ ମାଂସ ଚିକେନ ବିରିୟାନୀ ଏସବୁ ନାହିଁ, ଆମକୁ ପରିତ୍ରାଣ ଦରକାର। ଆମର ଦେଶରେ ମଧ୍ୟ ଚିକେନ ବିରିୟାନୀ ମଟନ ବିରିୟାନୀ ଅଛି। ଆମ ଦେଶରେ ମଧ୍ୟ ଲୋକମାନେ ପର୍ବ ପାଳନ କରୁଛନ୍ତି, ନାଚୁଛନ୍ତି। ମାତ୍ର ଆମ ଦେଶରେ ପରିତ୍ରାଣ କର୍ତ୍ତା ନାହାନ୍ତି। ସେଥିପାଇଁ ସେମାନେ ପରିତ୍ରାଣ କର୍ତ୍ତାକୁ ଖୋଜି 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 ସେମାନେ ପଳେଇ ଆସୁଛନ୍ତି ବେଥଲେହେମର ଗୁହାଳ ଘରକୁ। ଆଉ ସେଇ ସ୍ଥାନରେ ଆସିଛନ୍ତି। ସେମାନେ କେବେ ମଧ୍ୟ ଭାବିନଥିଲେ, ମୋର ଯାହା ଭାବନା, ଯେ ଆଙ୍କୁ ଆମେ ସୁନା କୁନ୍ଦୁରୁ ଗନ୍ଧରସ ଦେବା ବୋଲି କେବେ ଭାବିନଥିଲେ। ମାତ୍ର ଯେଉଁ ସମୟରେ ଜୀବନ ବଦଳିଯାଏ, ବୁଝନ୍ତୁ, ଜୀବନ ବଦଳିଯାଏ। ପ୍ରିୟମାନେ, ଆମେ ଏତେ କଷ୍ଟଲି ଡ୍ରେସ ପିନ୍ଧିଥିବୁ, ଚାନ୍ଦା ପକେଇଲା ବେଳେ ଆମେ କେତେ ଆମେ ଭେଟି ଦଉଛୁ, ଆମେ କେତେ ଆମେ ଦାନ ଦଉଛୁ। ସେମାନେ କଣ ଦାନ ଦେଲେ? ସୁନା ଦେଲେ, କୁନ୍ଦୁରୁ ଦଉଛନ୍ତି, ଗନ୍ଧରସ ଦଉଛନ୍ତି। ତାର ଅର୍ଥ ଗୁଡିକ ଆପଣ ପରେ ବୁଝିବେ। ମାତ୍ର ଶସ୍ତା ବିଷୟ ଦଉନାହାନ୍ତି, ଶସ୍ତା ଜିନିଷ ଦଉନାହାନ୍ତି। ଖ୍ରୀଷ୍ଟଙ୍କୁ ଭେଟିଲା ପରେ ଜୀବନ ବଦଳିଯାଏ। ତ ଜୀବନ ବଦଳିଯାଏ, ଆମର ଦାନର ପରିମାଣ ମଧ୍ୟ ବଦଳିଯାଏ। ଦାନର ପରିମାଣ ବଦଳିଯାଏ। ଆଜି ରିଅଲ ଖ୍ରୀଷ୍ଟମାସ ଯୋଉମାନଙ୍କର ଜୀବନରେ ହେଇଛି, ସେମାନେ କୌଣସି କ୍ଷେତ୍ରରେ ପଛରେ ରୁହନ୍ତିନି। ପ୍ରଥମ ବିଷୟ ସେ ଆମକୁ କହୁଛନ୍ତି, ଆରାଧନା କଲେ, ଖ୍ରୀଷ୍ଟଙ୍କୁ ଆରାଧନା କଲା ପରେ ତାଙ୍କର ପକେଟ ବଦଳି ଯାଉଛି, ତାଙ୍କର ମନୋଭାବ ବଦଳି ଯାଉଛି। ସବୁ ଗୁଡିକ ଆଣି ତାଙ୍କ ପାଦ ତଳେ ଅଜାଡି ଦଉଛନ୍ତି। ଆମେ କେମିତି ଫେରିକିନା ଆମେ ଯିବୁ? ଆଉ କୋଉଠୁ ଟଙ୍କା ଆସିବ ଆମର ଘରକୁ ଆମେ ଫେରିକିନା ଯିବୁ? ଏତେ ଦୂରରୁ ଆସିଛୁ, ସେଇଟା ଚିନ୍ତା ନାହିଁ। ପ୍ରିୟମାନେ, ପରିତ୍ରାଣ କର୍ତ୍ତା, ସମସ୍ତ ପାପୀ ମାନଙ୍କ ମଧ୍ୟରେ ମୁଁ ପ୍ରଧାନ ବୋଲିକିନା ପାଉଲ କହୁଛନ୍ତି। ପ୍ରଭୁଙ୍କର ଗୌରବ ହଉ। এই ଖ୍ରୀଷ୍ଟମାସ ସମୟରେ ଆମର ଜୀବନ କେମିତି ରହିବାର ଅଛି, ଏଇ ଯୋଉ ପଣ୍ଡିତ ମାନେ ଆମକୁ ଶିକ୍ଷା ଦଉଛନ୍ତି। ଶିକ୍ଷା ଦେଲେ, ସେ ସୁନା କୁନ୍ଦୁରୁ ଗନ୍ଧରସ ସବୁ ଦେଲେ, ଦର୍ଶନୀ ଦେଲେ, ଭେଟି ଦେଲେ। 12 ପଦ ପଢିବା, 2 ଅଧ୍ୟାୟର 12 ପଦ। ପଢିବି ନା କିଏ ପଢିବେ? ପଢୁଛି। ପରେ ହେରୋଦଙ୍କ ନିକଟକୁ ବାହୁଡି ନ ଯିବାକୁ ସ୍ୱପ୍ନରେ ପ୍ରତ୍ୟାଦେଶ ପାଇ ସେମାନେ ଅନ୍ୟ ପଥ ଦେଇ ସ୍ୱଦେଶକୁ ପ୍ରସ୍ଥାନ କଲେ। ଓକେ, ଯୀଶୁଙ୍କୁ ଭେଟିଲା ପରେ, ପରିତ୍ରାଣ କର୍ତ୍ତାଙ୍କୁ ଭେଟିଲା ପରେ
आम रास्ता बदली जीवार अच्छी आम मार्ग बदली जीवार अच्छी आम चालीचलन बदली जीवार अच्छी हेरोदଙ୍କ मार्ग रे आउ एमाने जाऊ नाहांती हेरोद जो रास्ता देखौथिला सेही रास्ता रे एमाने चालू नाहांती एमानकर पथ गति पथ बदली जाउछि काई परित्राण कर्ता सहित भेटिचंती एही ख्रिसमास समय रे जला परित्राण कर्ताଙ୍କ सहित आमे भेटू सेही समय रे आमर रास्ता बदली जाए हेरोदଙ୍କ रास्ता भलो रास्ता नै एरा मन रखंतु हेरोद अन्यर स्त्री को आखि पकई से स्त्री को निज घरे आनी रखिथिले हेरोद निजर भाईंकर स्त्री को निजर स्त्री भाव रखिथिले एटा होची हेरोदଙ୍କ मार्ग अन्यर परिवार रो क्षति करिबा अन्यर परिवार को भांगिबा अन्यर स्त्री को आखि पकेबा अन्यर स्वामी को आखि पकेबा एटा हला हेरोदଙ୍କ मार्ग एटा यीशु को भेटला परे मार्ग बदली जाउछि दूत कहले नाई नाई तुम यीशु को भेटिच आ पुरातन मार्ग रे तुम जीव नहीं यीशु आमर गति पथ बदलाई दियंती आमर दान बदलाई दियंती आमर मार्ग बदलाई दियंती क्रिसमस रो मेसेज प्रिय माने मो जीवन रे घटिची सेति बे मु कहूची मो यीशु ख्रीष्ट को न भेटिबा पूर्वरु मोर जीवन रे क्रिसमस न हेबा पूर्वरु मोर फेवरेट सिंगर किशोर कुमार थिले बहुत बढ़िया रे कैसेट जा किणी आनी आमे गीत गुडी का आमे सुनुथिलु यीशु को पाइला परे सब कैसेट को गोटे जगह गदा करी आम फिंगी देलु आमे आमर जीवन बदली जीवार अछि केते क्रिसमस पालन कला परे आमर जीवन आमर बदलिबो मार्ग आमर बदलिबो परित्राण करता जिबे कहले जे पापी माननकु परित्राण करिबा निमंते ख्रीष्ट यीशु जे जगतर अवतीर्ण कले एही वाक्य विश्वास योग्य आ सर्वत भावरे ग्रहण योग्य आ सेही पापी मानक मध्यरे मु सबुठारु प्रधान मु सबुठारु बड़ पापी सेटा से कहउछ तांगर जीवन शैली पंडित मानकर केमिति बदलुछि रियल क्रिसमस जा जीवन रे ही गला तांकर उठना बैठना सब बदली जाए हेरोद की प्रकार व्यक्ति आपण पढ़िबे मु समय सापेक्ष दृष्टि कहू नहीं जहन वाक्य प्रचार करबा समय रे हेरोद आनंदित होई उत्तप्त होई के ता वाक्य सुनुचंती सोलोमी जे कि मिनी स्कर्ट पिंधि किना तांगर जन्मदिन रे नाचला बेले मध्य सेईटा को देखि किना एन्जॉय करूछंती प्रभुंकर वाक्य रे भी एन्जॉय करूछंती और मिनी स्कर्ट डांस रे मध्य एन्जॉय करूछंती एटा केमिति एटा चर्च मध्य ठियाई प्रेज द लॉर्ड हालेलुया ताली मारुथिबे ता पछे फिल्म देखला बेले मध्य से सीरियल देखला बेले मध्य से आधुनिक गीत देखला बेले मध्य ओ चिटाक मध्य ताली मारे ओ वेरी गुड एमती को एटा होची हेरोदंकर मार्ग एटा आज अनेक सेमती अछंती चर्च भी गरम आउ बाहर भी से माने आधुनिक विषय रे मध्य से माने गरम से माने की एन्जॉय करूथिबे मु जने पालकन को जानिली से सेलून को गले आउ सेलून को जाइछन से चुट्टी काटला बेले से कहउचंती गोटे काम करो मोर फेवरेट सॉन्ग अमकटा टिके लगाओ पालकंकर फिल्म गीत मो फेवरेट थाउची बोली मु पछे मु जानी पारली मतलब मोर को फिल्म गीत फेवरेट नहीं मोर प्रभुंकर गीत आगा फेवरेट मते गीत गाय जणा नहीं मतलब प्रभुंकर गीत मो पाई फेवरेट अटे ये माने क्रिसमस रे आमे किछि जोग करि परिबा नहीं किछि वियोग करि परिबा सेठी केवल ख्राइस्ट यीशु ख्रीष्ट ही सर्वसर्वा अटंती ए पंडित मानक पाई सर्वसर्वा यीशु ख्रीष्ट ही थिले से माने रही गले नहीं से माने यीशु को न खोजिबा जाए न पाइबा जाए आमे ताको खोजिबो आमे खोजले यीशु ख्रीष्ट को पाई गला पर बदली गला जीवन बदली गला मार्ग बदली गला से भाई आमे ए क्रिसमस समय रे आमे टिके देखिबा हमर केउ केउ मार्ग को आमे पॉल बदलाइबार आवश्यक रही प्रभु मोर मार्ग ठीक अछि कि नहीं दूत माने स्वप्न रे आसी कहउचंदी हेरोदंक मार्ग रे चलतु ने प्रभु गौरव पांतु प्रिय माने क्रिसमस समय रे ई संदेश को मने रखिबा जे प्रथम तिमोथी 1:15 पापी मान को परित्राण करिबा निमंते एटा एथि पाई ही